କାହାଣୀ ଅପମାନ ହିଁ ଜୀବନକୁ ନୂଆ ରାହା ଦେଖାଇଲା। ସ୍ୱାମୀ ହୋଇ ସ୍ତ୍ରୀ ଉପରେ ଏତେ ଅତ୍ୟାଚାର କିପରି କରିପାରିଲ? ଜଣେ 30 ବର୍ଷୀୟ ମହିଳା ଗେଟ୍ ପାଖକୁ ଲାଗି ଛିଡ଼ା ହୋଇଥାଏ। କିଛି ସମୟ ପରେ ଦୁଇଟି ପିଲା ଦୌଡ଼ି ଆସି ତା ଉପରେ ଝୁଲି ପଡ଼ିଲେ। ସେ ପିଲା ଦୁଇଟିଙ୍କ ମୁହଁକୁ ଦୁଇ ହାତରେ ଧରି ଜଣ ଜଣଙ୍କ ଗାଲରେ ପପି ଦେଇ କହିଲା, ତମେ ଭଲରେ ଅଛ ତ? ସେତେବେଳେ ପିଲାଙ୍କୁ ନେବା ପାଇଁ ତାଙ୍କ ଡ୍ରାଇଭର ଆସି ସେମାନଙ୍କୁ ଦେଖୁଥାଏ। ମା ପିଲାଙ୍କର ବାତ୍ସଲ୍ୟ ପ୍ରେମ ଦେଖି ସେ କିଛି କହିପାରେ ନାହିଁ। ଏମିତି ସବୁଦିନ ସ୍କୁଲ ଛୁଟି ହେବା ପରେ ମା ପିଲାଙ୍କର ମନ ଭରି ପ୍ରେମ କରିଥାଏ। କିଛି ଦିନ ପରେ ସ୍କୁଲ ଛୁଟି ଥାଏ। ମା ମନ ପିଲା ଦୁଇଟିକୁ ଦେଖିବା ପାଇଁ ସ୍କୁଲ ପାଖକୁ ଆସିଲା। ହେଲେ ପିଲା ଦୁଇଟିକୁ ନ ଦେଖି ସେ ବିଚଳିତ ହୋଇ ମନ ଦୁଃଖରେ ଘରକୁ ଆସୁଥିଲା। ବାଟରେ ସେ ଡ୍ରାଇଭର ଦେଖାହେଲା। ସେ କହିଲା, ଦିଦି ଆସ, ମୁଁ ତୁମକୁ ତୁମ ଘରେ ଛାଡ଼ି ଦେଇ ଆସିବି। ସେ ତାଙ୍କୁ ଚିହ୍ନିଥିଲା। ତାଙ୍କ ସହିତ ଘରକୁ ଗଲା। ବାଟରେ ଗଲାବେଳେ ଡ୍ରାଇଭର ଜଣକ କହିଲା, ଦିଦି ମୁଁ ଜାଣିଛି ତୁମେ ଆମ ସାର୍ଙ୍କ ସ୍ତ୍ରୀ ଓ ପିଲାଙ୍କ ମା, କିନ୍ତୁ ତମେ ସେ ଘରେ ନ ରହି ବାହାରେ କାହିଁକି ରହୁଛ? ସେତେବେଳେ ତା ଘର ଆସିଗଲା। ସେ ଏଇଠି ରୁହ କହି ଓହ୍ଲାଇଲା। ଡ୍ରାଇଭର ତାକୁ ଯିବାର ସେମିତି ଅନାଇଥାଏ। ସ୍ତ୍ରୀ ଲୋକଟି ଫେରି ଆସି ଡ୍ରାଇଭରକୁ କହିଲା, ତୁମେ ମୋ ସାନ ଭାଇ ପରି, ଆସ ମୋ ଘରେ ଚାହା ପିଇକି ଯିବ। ଡ୍ରାଇଭର ତା ପଛେ ପଛେ ଘର ଭିତରକୁ ପଶିଲା। ଘରଟି ବହୁତ ପୁରୁଣା ଥିଲା। ଘରର ପ୍ଲାଷ୍ଟର ଟିକେ ଟିକେ ଛାଡ଼ି ଯାଇଥିଲା। ଘରେ ଗୋଟିଏ ଖଟ ପଡ଼ିଥିଲା। ଡ୍ରାଇଭର ଘରର ଚାରିପଟକୁ ଅନାଇ ଭାବୁଥାଏ, କେତେ ବଡ଼ ଘରର ବୋହୂ, କି ଦିନହୀନ ଭାବରେ ରହୁଛନ୍ତି। ସେତେବେଳେ ସ୍ତ୍ରୀ ଲୋକଟି କିଛି ମିକ୍ସଚର ସହିତ ନାଲି ଚା ଆଣି ଦେଲା। କହିଲା, ଏ ଘରଟି ମୋ ଶାଶୁଙ୍କ ଶାଶୁଘର, ମାନେ ମୋ ଜେଜେ ଶ୍ୱଶୁର ଘର। ମୋ ନାଁ ବନ୍ଦନା। ମୁଁ ଏଠାକୁ ହିଁ ବାହା ହୋଇ ଆସିଥିଲି। ମୁଁ ଯେତେବେଳେ ବାହା ହୋଇ ଆସିଥିଲି, ମୋ ଶାଶୁ ଶ୍ୱଶୁର ସ୍ୱାମୀଙ୍କୁ ନେଇ ମୁଁ ଖୁସିରେ ରୁହେ। ମୋ ଶାଶୁ ମୋତେ ବହୁତ ଭଲ ପାଆନ୍ତି। ମୋ ଆସିବା ପରେ ମୋ ସ୍ୱାମୀଙ୍କ ବିଜନେସରେ ଉନ୍ନତି ହେଲା। ସେ ତାର ଶ୍ରେୟ ମୋତେ ଦେଉଥିଲେ। ସବୁ କଥାରେ ମୋତେ ପଚାରୁଥିଲେ। ମୋର ଅନୁମତି ନେଇ ସବୁ କାମ କରୁଥିଲେ। ମୋ ନାମରେ ଏକ ବଡ଼ ମହଲ କିଣିଲେ। ମୋ ଶାଶୁ ସହିପାରିଲେନି। ମିଛ ସତ କହି ମୋତେ ଗାଳି ଶୁଣାଉଥିଲେ। ଭଗବାନ ବି ମୋ ଉପରେ ଦାଉ ସାଧିଲେ। ବାହାଘରର 2 ବର୍ଷ ପରେ ବି ମୋର ଛୁଆ ପିଲା କିଛି ହେଲାନି। ସେମିତିରେ ମୋ ଶାଶୁ ଆଉ ମୋତେ ଭଲ ପାଉନଥିଲେ। ସେ ତାଙ୍କ ପୁଅକୁ ଶିଖାଇ ତାଙ୍କର ଅନ୍ୟତ୍ର ବାହାଘର କରାଇ ଦେଇଥିଲେ। ଏସବୁ ମୁଁ ସହିଯାଉଥିଲି। କିଛି ଦିନ ପରେ ତାଙ୍କର 2ଟି ପିଲା ହେଲା। ମୋ ଶାଶୁ ସେ ପିଲାଙ୍କୁ ଧରିବାକୁ ବି ମୋତେ ଦେଉନଥିଲେ। ପିଲା ଦୁଇଟି ବଡ଼ ହେବା ପରେ ମୋ ସହିତ ଅଧିକ ମିଶୁଥିଲେ, ଭଲ ପାଉଥିଲେ। ମୁଁ ପିଲାଙ୍କ ସହିତ ସମୟ କଟାଇ ଖୁସିରେ ରହିଯାଉଥିଲି। ଏତିକି ବି ମୋ ଶାଶୁ ସହିପାରିଲେନି। ମୋ ସ୍ୱାମୀଙ୍କ ଦ୍ୱିତୀୟ ସ୍ତ୍ରୀକୁ ଶିଖାଇଥିଲେ ମୋ ସ୍ୱାମୀଙ୍କୁ କହିବେ ମୋତେ ଛାଡ଼ପତ୍ର ଦେବେ ବୋଲି। ମୁଁ ତାଙ୍କ କଥା ଶୁଣି ଦେଇଥିଲି। ଛୋଟବେଳୁ ଶୁଣିଥିଲି, ଗୋଟେ ସ୍ତ୍ରୀ ବାହା ହେବା ପରେ ତା ଶାଶୁଘରୁ ହିଁ ତାର କୋକେଇ ଉଠିଥାଏ। ସେଥିଲାଗି ମୁଁ ସ୍ୱାମୀଙ୍କୁ କହି ଏଠାକୁ ପଳାଇ ଆସିଲି। ଏଠାରେ ମୁଁ ମିକ୍ସଚର ପାମ୍ପଡ଼ ତିଆରି କରି ଆଖପାଖରେ ବିକି ଚଳୁଛି। ଡ୍ରାଇଭର କହିଲା, ଦିଦି ଏ ମିକ୍ସଚର ବହୁତ ଭଲ ଲାଗୁଛି। ଦୋକାନ ଠାରୁ ପୁରା ଅଲଗା ଲାଗୁଛି। ବନ୍ଦନା କିଛି ମିକ୍ସଚର ଆଣି ଡ୍ରାଇଭରକୁ ଦେଲା। ଡ୍ରାଇଭର ଜଣକ ପଇସା କାଢ଼ି ଦେଲା ବେଳକୁ ବନ୍ଦନା କହିଲା, ତୁ ମୋ ସାନ ଭାଇ ପରି, ତୋଠାରୁ କ'ଣ ପଇସା ନେବି? ତୋର ଏ ଅଭାଗିନୀ ଦିଦିକୁ ଦେଖିବାକୁ ଆସୁଥିବୁ। କିଛି ଦିନ ପରେ ଡ୍ରାଇଭର ଜଣକ ଏକ ଯୁବକକୁ ନେଇ ବନ୍ଦନା ଘରକୁ ଗଲା। କହିଲା, ଦିଦି ଆଜିକାଲି ତ ଚାକିରି ମିଳୁନି। ସେଥିଲାଗି ମନୋଜ କିଛି ବିଜନେସ୍ କରିବ ବୋଲି ଭାବୁଥିଲା। ସେଦିନ ମୋ ଘରୁ ତୁମ ହାତ ତିଆରି ମିକ୍ସଚର ଖାଇ ସାରିବା ପରେ ସେ ଭାବିଛି ଏକ ମିକ୍ସଚର କମ୍ପାନୀ ଖୋଲିବା ପାଇଁ। ମନୋଜ କହିଲା, ଦିଦି ମୁଁ ଚାହୁଁଛି ତୁମ ମୋ କମ୍ପାନୀରେ ମୋ ସହିତ ପାର୍ଟନର ରୁହ। ତୁମ ଅଭିଜ୍ଞତା, ମୋ ଅର୍ଥ ଓ ଆମ ଦୁହିଁଙ୍କର ପରିଶ୍ରମରେ ଆମ କମ୍ପାନୀ ଦିନେ ବହୁତ ଆଗକୁ ଯିବ। ବନ୍ଦନା କହିଲା, ମୋର ଏତେ ଧନ କ'ଣ ହେବ? ମୁଁ ଏମିତି ଖୁସିରେ ଅଛି। ମନୋଜ କହିଲା, ନିଜ ପାଇଁ ନହେଲେ ନାହିଁ, ସାନ ଭାଇ ଭାବି ମୋତେ ଟିକେ ସାହାଯ୍ୟ କର। ବନ୍ଦନା ଭାବିଲା, ମୋ ଜୀବନରେ କିଛି ନାହିଁ, ମୋ ପାଇଁ ଅନ୍ତତଃ କିଏ ଜଣେ ଉପକୃତ ହେଉ। ତାପରେ ମନୋଜ ବନ୍ଦନା ମିକ୍ସଚର ନାମରେ ଏକ କମ୍ପାନୀ ଖୋଲିଲା। କମ୍ ଦିନ ମଧ୍ୟରେ ସେ କମ୍ପାନୀ ଦେଶ ବିଦେଶରେ ନାଁ କଲା। ବନ୍ଦନା ମିଟିଂ ପାଇଁ ଭିନ୍ନ ଭିନ୍ନ ଜାଗାକୁ ମନୋଜ ସହିତ ଗଲା। ତା ପୋଷ୍ଟର ଜାଗା ଜାଗାରେ ଲାଗିଲା। ଥରେ ତା ଶାଶୁ ରାସ୍ତାରେ ତା ପୋଷ୍ଟର ଦେଖି ଲୋକଙ୍କ ଠାରୁ ତା ବିଷୟରେ ଜାଣିଥିଲା। ଭାବିଲା,
ଯଦି ମୁଁ ତାକୁ ଘରୁ ବାହାର କରିବାର ଷଡ଼ଯନ୍ତ୍ର କରିନଥାନ୍ତି, ଆମ ଅବସ୍ଥା ଏତେ ଖରାପ ହୋଇନଥାନ୍ତା। ସେତେବେଳକୁ ବନ୍ଦନାର ସ୍ୱାମୀର ବେପାରରେ ଲସ୍ ହୋଇ ସେ ଦାଣ୍ଡର ଭିକାରୀ ହୋଇଯାଇଥିଲେ। ଦିନେ ବନ୍ଦନା ପାଖକୁ ତା ଶାଶୁ ଫୋନ୍ କରି କହିଲେ, ତୋ ସ୍ୱାମୀର ଆକ୍ସିଡେଣ୍ଟ ହୋଇଯାଇଛି। ବନ୍ଦନା ତା ଶାଶୁଙ୍କୁ ପଚାରି ସେହି ମେଡ଼ିକାଲରେ ପହଞ୍ଚିଲା ବେଳକୁ ତା ସ୍ୱାମୀ ମେଡ଼ିକାଲ ବେଡ଼ରେ ଛଟପଟ ହେଉଥାନ୍ତି। ତାଙ୍କ ଦ୍ୱିତୀୟ ସ୍ତ୍ରୀ ତାଙ୍କ ମୁଣ୍ଡ ପାଖରେ ବସି ଲୁହ ଗଡ଼ାଉଥାନ୍ତି। ବନ୍ଦନାର ଶାଶୁ ବନ୍ଦନାଙ୍କୁ କହିଲେ, ମୋ ପୁଅର ଆକ୍ସିଡେଣ୍ଟ ହୋଇ ଅଣ୍ଟା ହାଡ଼ ଭାଙ୍ଗିଯାଇଛି। ସେ ରାତି ସାରା ଛଟପଟ ହେଉଛି। ହେଲେ ଡାକ୍ତର କହୁଛନ୍ତି 5 ଲକ୍ଷ ଡିପୋଜିଟ୍ କଲେ ଅପରେସନ୍ କରିବେ, କିନ୍ତୁ ଆମ ପାଖରେ ଏତେ ଟଙ୍କା ନାହିଁ। ବନ୍ଦନା ଟଙ୍କା ଡିପୋଜିଟ୍ କରି ଡାକ୍ତର ସହିତ କଥା ହୋଇ ପଳାଇ ଆସିଲା। ତା ସ୍ୱାମୀ, ଶାଶୁ ଓ ଦ୍ୱିତୀୟ ସ୍ତ୍ରୀ ମିଶି କରି ବନ୍ଦନା ଅଫିସ ଆସିଥିଲେ। ବନ୍ଦନା ସେତେବେଳେ ମିଟିଂରେ ଥାଏ। ମିଟିଂ ସାରି ଆସିଲା ପରେ ସେମାନଙ୍କୁ ପାଖକୁ ଡାକି ବସାଇଲା। ପିଅନ ହାତରେ ଚାହା ଆଣି ଆଦର ସତ୍କାର କଲା। ତା ଶାଶୁ କହିଲା, ବନ୍ଦନା, ମୁଁ ତୋ ପରି ହୀରାକୁ ଚିହ୍ନି ପାରିଲିନି। ମୋତେ କ୍ଷମା କରିଦେବୁ। ବନ୍ଦନା କହିଲା, ନା ମା, ମୁଁ ତୁମ ପାଖରେ ଋଣୀ। ତୁମେ ଯଦି ମୋତେ ସେତିକି ଅପମାନ ଦେଇନଥାନ୍ତ, ମୁଁ ସେମିତି ତୁମ ପାଖରେ ପଡ଼ି ରହିଥାନ୍ତି। ଏଠାକୁ କେବେ ଆସିପାରିନଥାନ୍ତି। ମୁଁ ସେଠାକୁ ଯାଇ ଆଉ ଅପମାନିତ ହେବାକୁ ଚାହୁଁନି। ସେତେବେଳେ ମନୋଜ, ସେ ଡ୍ରାଇଭର ଓ ଅଫିସର ଅନ୍ୟ ଷ୍ଟାଫ୍ ହାତରେ ଫୁଲତୋଡ଼ା ବଡ଼ କେକ୍ ଧରି ଆସି କହିଲେ, ହାପି ବାର୍ଥଡେ ମ୍ୟାଡମ୍। ଡ୍ରାଇଭର ଜଣକ କହିଲା, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଦିଦି। ତା ସ୍ୱାମୀ, ଶାଶୁ କୋଣରେ ମୁହଁ ପୋତି ଛିଡ଼ା ହୋଇଥାନ୍ତି। ଡ୍ରାଇଭର ଜଣକ କହିଲା, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଦିଦି। ତା ସ୍ୱାମୀ, ଶାଶୁ କୋଣରେ ମୁହଁ ପୋତି ଛିଡ଼ା ହୋଇଥାନ୍ତି। ଡ୍ରାଇଭର ଜଣକ ବନ୍ଦନା ଶାଶୁ ଆଡ଼କୁ ଅନାଇ ବ୍ୟଙ୍ଗ କରି କହିଲା, ବେଙ୍ଗ କହେ ବେଙ୍ଗୁଲି ଲୋ, ମହି କ୍ଷଣ କ୍ଷଣକେ ଆନ। ବନ୍ଦନା ତା ସ୍ୱାମୀ ପାଖକୁ ଗଲାନି, କିନ୍ତୁ ସେ ପିଲା ଦୁଇଟିଙ୍କ ପଢ଼ାପଢ଼ି ଖର୍ଚ୍ଚ ତୁଲାଇଥାଏ। ଆମେ ଯାହା କାର୍ଯ୍ୟରେ କରିଥାଉ ତାହା ଜାଣିପାରି ନଥାଉ, କିନ୍ତୁ ଯାହା ଶୁଣିଥାଉ ତାହା ସମାଲୋଚନା କରିଥାଉ। ଏ କାହାଣୀର ମୂଳ ଉଦ୍ଦେଶ୍ୟ କାହା ମନକୁ ଆଘାତ ଦେବା ପାଇଁ ନୁହେଁ। କାହାଣୀ ପଢ଼ିବା, ଶୁଣିବା ଦ୍ୱାରା ଆମେ ଠିକ୍ ଭୁଲର ବିଚାର କରିପାରିବା।